ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଅନୁସୂଚିତ ଜାତି ଓ ଜନଜାତି ଜାଗରଣ ସମାବେଶ ଅନୁଷ୍ଠିତ। କଂଗ୍ରେସ ଦଳ ପକ୍ଷରୁ ଅନୁସୂଚିତ ଜାତି ଓ ଜନଜାତି ଜାଗରଣ ସମାବେଶ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଦଳ ପକ୍ଷରୁ ପ୍ରଥମେ ଗଅଁଦିଆ ବ୍ଲକ ସଭାପତି ଡକ୍ଟର ବନମାଳୀ ଦାସଙ୍କ ନେତୃତ୍ୱରେ ଏକ ଦଳୀୟ ମୋଟରସାଇକେଲ ଶୋଭାଯାତ୍ରା କପିଳାସ ଛକଠାରୁ ବାହାରିଥିଲା। ଉକ୍ତ ଶୋଭାଯାତ୍ରାରେ ଢେଙ୍କାନାଳ ଜିଲ୍ଲା ସଭାପତି ଛବିରାଜ ବିଶ୍ୱାଳ ଯୋଗଦାନ କରିଥିଲେ। ଉକ୍ତ ଶୋଭାଯାତ୍ରାଟି ଶ୍ରୀରାମଚନ୍ଦ୍ରପୁରଠାରେ ପହଞ୍ଚିଥିଲା। ସେଠାରେ ନୂତନ ଦଳୀୟ କାର୍ଯ୍ୟାଳୟକୁ ପିସିସି ସଭାପତି ଉଦ୍ଘାଟନ କରିଥିଲେ। ଏହାପରେ ଏହି ଶୋଭାଯାତ୍ରାଟି ସମାବେଶ ସ୍ଥଳକୁ ଯାଇଥିଲା। ଦଳୀୟ କର୍ମୀମାନେ ହାତରେ ବିଭିନ୍ନ ପ୍ରକାର ପ୍ଲାକାର୍ଡ ଧରିବା ସହିତ ଜାତୀୟ କଂଗ୍ରେସ ଜିନ୍ଦାବାଦ ଧ୍ୱନି ଦେବା ସହିତ ଦୁର୍ନୀତିଗ୍ରସ୍ତ ବିଜେପି ସରକାର ତୁରନ୍ତ ଗାଦି ଛାଡ଼ ନାରା ଦେଉଥିବାର ଦେଖିବାକୁ ମିଳିଥିଲା। ଜିଲ୍ଲା ସଭାପତିଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାଗରଣ ସମାବେଶରେ ମୁଖ୍ୟ ଅତିଥି ଭାବେ ପିସିସି ସଭାପତି ଭକ୍ତଚରଣ ଦାସ ଯୋଗଦାନ କରି ନିଜର ମତବ୍ୟକ୍ତ କରି ଦେଶ ତଥା ରାଜ୍ୟରେ ଚାଲିଥିବା ଏହି ଅପାରଗ ଡବଲ ଇଞ୍ଜିନ ସରକାର ଉପରେ ବର୍ଷିବା ସହିତ କିପରି ଭାବରେ ଆମକୁ ଲଲିପପ୍ ଧରାଇ ଜାତୀୟ ସ୍ରୋତରେ ସାମିଲ ନ କରି ସଦାସର୍ବଦା କଣଠେସା କରି ଚାଲିଛି ତାର ଜ୍ୱଳନ୍ତ ଉଦାହରଣ ଦେଇ କହିଥିଲେ, ଆମ ରାଜ୍ୟର ଜଣେ ଆଦିବାସୀ ମହିଳା ଆଜି ଦେଶର ସର୍ବୋଚ୍ଚ ଆସନରେ ଆସୀନ ମହାମହିମ ରାଷ୍ଟ୍ରପତି। କିନ୍ତୁ ତାଙ୍କୁ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ହେଉ କିମ୍ବା ନୂତନ ସାଂସଦ ଉଦ୍ଘାଟନ ହେଉ ତାଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଡକାଗଲା ନାହିଁ। ଏହା କ'ଣ ଆମମାନଙ୍କ ପ୍ରତି ଅପମାନ ନୁହେଁ? ସେହିପରି ଆମ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହେଲେ ଲାଭ କ'ଣ? କେନ୍ଦ୍ର ବିଜେପି ସରକାର ଆମକୁ ଦିନରେ ଲଣ୍ଠନ ଦେଖାଇ ଖଣି ଖାଦାନ ଲୁଟ୍ କରି ଚାଲିଛି। ସମୟ ଆସିଛି ଆମେ ଏହି ଫେକୁ ଦଳୀୟ ସରକାରକୁ ହଟାଇ ଆମର ଦୁଃଖ ସୁଖର ସାଥୀ ଜାତୀୟ କଂଗ୍ରେସ ଦଳକୁ ଦିଲ୍ଲୀଠାରୁ ଆରମ୍ଭ କରି ଭୁବନେଶ୍ୱରରେ କଂଗ୍ରେସ ଦଳକୁ ଶାସନକୁ ଫେରାଇ ଆଣିବାକୁ ଆଜି ଶପଥ ନେବାକୁ ହେବ ବୋଲି ସେ ମତ ଦେଇଥିଲେ। ଅନ୍ୟ ପ୍ରମୁଖ ଅତିଥି ଭାବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ଜେନା ଯୋଗଦାନ କରି ଦେଶର ସଫଳତା ଉପରେ କଂଗ୍ରେସ ସରକାର ସମୟରେ ହୋଇଥିବା ବିଭିନ୍ନ ଜନହିତକାରୀ ଯୋଜନାଗୁଡ଼ିକ ଉପରେ ଆଲୋକପାତ କରିବା ସହିତ ବିଜେଡି ଓ ବିଜେପି ଦଳର ଦୀର୍ଘ ଦିନର ଶାସନରେ ଆମେ ପାଇଛେ କ'ଣ? କିଛି ପାଇନେ। ଆଜି ଗ୍ରାମାଞ୍ଚଳରେ ପାନୀୟ ଜଳର ଘୋର ଅଭାବ। ଆଜି ବି ଏହି ସମ୍ପ୍ରଦାୟର ପିଲାଟିଏ ଉଚ୍ଚଶିକ୍ଷା ପାଇଁ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋକପାତ କରିବା ସହିତ ଏବେ ଅନେକ ଗ୍ରାମାଞ୍ଚଳମାନଙ୍କରେ ସେହି ଝାଟିମାଟି ଘରେ ବିତୁଛି ଜୀବନ। ପକ୍କା ଘରଟିଏ ହୋଇଛି ସାତ ସପନ। ଏ କ'ଣ ଲୋକଙ୍କ ସରକାର? କେବଳ ବାହାନା ଦେଖାଇ ଆମମାନଙ୍କୁ ଶୋଷଣ କରିବାର ମସୁଧା ଚାଲିଛି। କଂଗ୍ରେସ ଦଳ ସରକାରରେ ଥିବାବେଳେ ସଦାସର୍ବଦା ଅନୁସୂଚିତ ଜାତି ଓ ଜନଜାତିଙ୍କର କିପରି ଉନ୍ନତି ହେବ ସେଥିପାଇଁ ଅନେକ ଜନହିତକାରୀ ଯୋଜନା କରୁଥିଲା। ଅନ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଲୋକସଭା ସଦସ୍ୟ ନଗେନ୍ଦ୍ର ପ୍ରଧାନ ନିଜର ମତବ୍ୟକ୍ତ କରି ଯେତେ ଶୀଘ୍ର ହେବ ଦିଲ୍ଲୀଠାରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ଏହି ଭୁଆଁବୁଲା ନିକମ ଲୋକଙ୍କ ସରକାର କହି ଡିଣ୍ଡିମ ପିଟୁଥିବା ଫେକୁ ଦଳିଆ ସରକାରଙ୍କୁ ତୁରନ୍ତ ହଟାଇବାର ସମୟ ଆସିଛି। ଏବେ ଏହି ସଭାସ୍ଥଳରୁ ଆଜି ଆମେ ଶପଥ ନେବା ଏହି ମିଛୁଆ ରାଧୁଆ ଗପୁଳିଆ ସରକାରକୁ ହଟାଇ ଜାତୀୟ କଂଗ୍ରେସ ଦଳ ସରକାର ଆଣିବା, ଯିଏକି ସବୁବେଳେ ଆମ ସହିତ ରହିଥିଲା ଓ ରହିବ ବୋଲି ମତ ପ୍ରକାଶ କରିଥିଲେ। ଉକ୍ତ ଜାଗରଣ ସମାବେଶରେ ଢେଙ୍କାନାଳ ଜିଲ୍ଲାର ସମସ୍ତ 8ଟି ବ୍ଲକର ବ୍ଲକ ସଭାପତିମାନେ ଉପସ୍ଥିତ ରହିଥିଲେ। ଦଳର ବରିଷ୍ଠ ନେତା ପ୍ରେମସାଗର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଜାଗରଣ ସମାବେଶରେ ବ୍ଲକର ସମସ୍ତ 29 ଗୋଟି ଗ୍ରାମ ପଞ୍ଚାୟତ ଗୁଡ଼ିକରୁ ଶତାଧିକ ପୁରୁଷ ମହିଳାମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ଏହି ଅଞ୍ଚଳ ଦେଖିଲା ପରେ ମୋତେ ବହୁତ ଖୁସି ଲାଗିଲା। କେତେ ଗରିବ ଲୋକମାନେ ଅଛନ୍ତି, ଛୋଟିଆ ଛୋଟିଆ ଫଣ୍ଡାମେଣ୍ଟାଲ ପ୍ରୋବ୍ଲେମ ଆମେ କହିବାକୁ ଟିକେ ଲାଗିଲା ଲାଇନ ଲାଗିଗଲେ ସମସ୍ୟା କହିବା ପାଇଁ। ଆପଣ ଦେଖୁଥିଲେ ଆପଣଙ୍କ ସାମ୍ନାରେ, ଏଇଟା ମୋତେ ପ୍ରୋଭୋକେଟ କରିଛି ୟାଙ୍କ ପାଇଁ ଲଢ଼ିବା ପାଇଁ। ଛୋଟିଆ ଛୋଟିଆ କଥା ସମାଧାନ ହେଇପାରୁନି, ତାର ଲୋକ କେହି ଯାଉନାହାନ୍ତି ତାଙ୍କ ପାଖକୁ, ତାଙ୍କ କଥା ଶୁଣିବା ପାଇଁ ସରକାରୀ କଳ ବି ଯାଉନାହିଁ, ନେତାମାନେ ବି ଯାଉନାହିଁ। ତେଣୁ ସେଇଟା ଆଉ 10 ଦିନ ଭିତରେ ଡେଟ୍ ଫିକ୍ସ ହେଇଯିବ। 10 ଦିନ ଭିତରେ ଡେଟ୍ ଫିକ୍ସ ହେଇଯିବ। ମୁଁ 15 ଦିନ ସରକାରକୁ ଟାଇମ୍ ଦେଉଛି ଏବଂ ତାପରେ ଆମର କାମ ସେ 15 ଦିନ ଭିତରେ ପ୍ରତ୍ୟେକ ପଞ୍ଚାୟତରେ ଦଳ ତରଫରୁ କାମ ହେବ। ଲୋକଙ୍କ ଭିତରେ ଆମ ଲୋକ ଯିବେ, ବିଭିନ୍ନ ନେତା ଯିବେ, ୟୁଥ୍ କଂଗ୍ରେସ ମାନେ ମହିଳା କଂଗ୍ରେସ ମାନେ ଆସିବେ, ସବୁ ପଞ୍ଚାୟତରେ ବୁଲିବେ ଏ ବ୍ଲକରେ ଏବଂ ସେମାନେ 10 ଦିନ କାମ କଲା ପରେ ପ୍ରତ୍ୟେକ ସମସ୍ୟାକୁ ଛାନଭିନ କରିକି ଆଣିଲା ପରେ ସେଇ ଦୁଃଖ ଗୁଡାକୁ ଆମେ ଆମର ଡିମାଣ୍ଡରେ ରଖିକି ତାପରେ ପ୍ରଜାତରେ ସେଇ ସବୁ ନେଇକି କହିବୁ ଏବଂ ସମଗ୍ର ବ୍ଲକକୁ ଆନ୍ଦୋଳିତ କରାଯିବ। ଗୀତ ଯୋଗେ ମାଇକ ଯୋଗେ ପ୍ରତ୍ୟେକ ବ୍ଲକରେ ପ୍ରତ୍ୟେକ ପଞ୍ଚାୟତରେ ଏ ବ୍ଲକର ପ୍ରତିଟି ପଞ୍ଚାୟତରେ ଜନଜାଗରଣ ସୃଷ୍ଟି କଲା ପରେ ମୁଁ ଚାଲିବି। ମେ ବି ୱିଦିନ୍ 1 month ହେଇଯିବ। କଂଗ୍ରେସ କେବେ ପ୍ରାର୍ଥୀ ଦେବ ରାଜ୍ୟସଭା ନିର୍ବାଚନ ଏବଂ କାହାକୁ ଦେବ ବୋଲି
ସେଇଟା ହାଇକମାଣ୍ଡ ନିଷ୍ପତ୍ତି କରିବେ। ସେ ଉପରେ ମୁଁ ଏବେ କୌଣସି ନିଷ୍ପତ୍ତି କଥା କହିବି ନାହିଁ। ହାଇକମାଣ୍ଡ ନିଷ୍ପତ୍ତି କରିବେ। सर मुख्यमंत्री को आपण टाइम मागिଥିଲେ नवीन पट्टनायक को किंतु टाइम देई ना त्या गुड समय बितिगलानी कोनी समय मागिबे ना अलगा कोन चिंता करिवे समय तो मगा ହେଇଛି पेंडिंग ଅଛି नोटिफिकेशन ଅଛି ଦେଖିବା। टाइम देबे बोली भाबुଛନ୍ତି नवीन पट्टनायक आपण ମୁଁ ଭାବୁଛି ଦେଇପାରୁନି। ଯଦି ନଦେବେ सर एकाकी तो निर्वाचन ନାଇଁ ଏମିତି କିଛି ନାହିଁ ତାପରେ କ'ଣ ଦେଖିବା କ'ଣ କରିବା କହିବା। सर गोंदिया एनएससी निर्वाचन आगु ଆମେ ଲଢ଼ିବୁ तो तापे प्राक प्रस्तुति कहबे ନା ଏଇଟା ସେଥିପାଇଁ ପ୍ରଶ୍ନ ଏଇଟା ଲୋକଙ୍କର ଦଳିତ ଆଦିବାସୀ ଲୋକଙ୍କର ଯୋଉ ସମସ୍ୟା ରହିଛି ତାକୁ ନିଧାନ କରିବା ପାଇଁ ସାମାଜିକ ଜାଗୃତି ସଭା ତେଣୁ ଏଇଟା ଉଦ୍ଦେଶ୍ୟ ଅଲଗା ଥିଲା। ଗୋନ୍ଦିଆ ପାଇଁ କରାଯିବ ତା ପାଇଁ ଆଜି ମୁଁ ଇନଷ୍ଟ୍ରକ୍ସନ ଦଉଛି। मोर ना बनमाली दास आम गंदिया कांग्रेस कमिटी मु सभापति। यार विषय था जे अनुसूचित आदिवासी एवं दलित समाज पई न्याय से माने किपरि दलित निष्पेषित एक अच्छी समाज रे तांक पाखरे कौन जिनस पहुँची ना सबू अपहंच किंतु सरकार सिस्टम रे कागज रे जा होईचे तांक पाखरे किछि पहुँची ना एटा से माने कहउछन्ती। एवं मु भी देखिछि एबे भी शिक्षा ठीक रिपोर्ट तांक मिलुनी, स्वास्थ्य ठीक मिलुनी, गाँ को रास्ता नहीं, पानी नहीं, घर नहीं, ये सबू समस्या जोड़ा मौलिक समस्या जोड़ा आवश्यक जन मनुष्य को बंचिया पे से समस्या भितर से गति करुछंती। तेणु से माने आज जागृत होते मु घर घर बुली तांको समस्या बुझीली। तेणु से आज एकाठी होते मते डाकी एवं आमर राज्य मुखिया पीसी सभापति भक्तचरण दास महोदय को डाकी तांकर समस्या तांकर हक अधिकार को तांको जणैया पे आज्ञा हम जो देखा पाइथिलु जो गंदिया जो मेडिकल अछि ता कि 29 टा पंचायत ता को ये करूची ता विभागीय डॉक्टर नाहंती ता पई कोन रणनीति आपन रहिबो। आमर रणनीति प्रथम रहिबो जे तार संपूर्ण नवकलेवर करबो हम केमती सेथिपे मीडिया भाई मान को मोर अनुरोध आपण मीडिया माध्यम भॉइस दउची आपण माने मो संगे रहिबे निश्चय। दीर्घ 77 वर्ष भीतर 40 वर्ष तले मु देखथिल जहा थला हॉस्पिटल एबे विषय अछि ना हाथ किसी परिवर्तन ना किसी उन्नतिकरण ना किसी भी आड़ कराई। तेणु लोक 70 किलोमीटर जाकर बरपदा मेडिकल रे केवल चिकित्सित हो पारे कि हो पारु ना तो तार संपूर्ण उन्नतिकरण करने दरकार। लोक आसिया प्रति पंचायत रु स्वतंत्र एम्बुलेंस व्यवस्था रहा दरकार। हेले जड़े जड़े लोक साधारण लोक जहाँ को आम साधारण कहे सी स्वास्थ्य सेवा पाई पार गंदिया नूतन एनएससी ता पई कोन रणनीति रहिबो। रणनीति निश्चय आम प्रस्तुत करूँ कहीं जो बाहर निश्चय आम प्रस्तुत करूँ। मुई माटीर पुआ गंदिया माटीर पुआ मु संपूर्ण रूप अवगत प्रति घरे घरे आ कौन एठी राजनीति कौन एठी गणतंत्र कौन एठी चली सब जानी तेणु नुआ हेले भी मु तो ये माटीर पुआ ना ये एरिया पुआ ना तेणु मु पद भी मत नुआ मिली किंतु मु आर प्रति जगह भल भाव मोर अनुभव अनुभूति अच्छी निश्चय आम सम्मुखीन हबू आ भल रूप सम्मुखीन हबू करू। ढेंकानालरू सौम्यरंजन महांती रिपोर्ट नागराज न्यूज।